ସେ ତ ଦେବୀ ମିଶ୍ର ଆପଣଙ୍କଠାରୁ ଜାଣିବା ପାଇଁ ଚାହିଁବି ଯେ ଇଲେକ୍ସନ ରେ ଏତେ ବଡ ପରାଜୟ ହବ ବୋଲି ଆପଣ କେବେ ଭାବିଥିଲେ କି? ଭୋଟ ବ୍ୟବଧାନ ଏତେ ରହିବ ଆପଣ କେବେ ଭାବିଥିଲେ? ବ୍ୟବଧାନ ଏତେ କାହିଁକିନା ଲୋକଙ୍କର ଯାହା ମନୋଭାବ ଯୋଉ ପ୍ରଚାର ବେଳରେ ଆମେ ଯାହା ଦେଖିଥିଲୁ, କେବଳ ଆମେ ଦେଖିନଥିଲୁ ବିଜେଡିର, ଆମର ଯୋଉମାନେ ବି ଆପଣଙ୍କ ସାମ୍ବାଦିକ ବନ୍ଧୁମାନେ ବି ବହୁ ଯାଇଥିଲେ ଏବଂ ଦିଲ୍ଲୀରୁ ବି ଆସିଥିଲେ ଏବଂ ସେଥିରେ ଯାହା ଜଣାଯାଉଥିଲା ଯେ ଲୋକଙ୍କର ଭାବ ଏବଂ ଲୋକଙ୍କର ଯୋଉ ଆକ୍ରୋଶ 1.5 ବର୍ଷର ସରକାର ବିରୁଦ୍ଧରେ ଓଡ଼ିଶାର ଜଣାଯାଉଥିଲା ଯେ ଯୋଉ କାର୍ଯ୍ୟକ୍ରମ ଯୋଉ ପ୍ରତିଶ୍ରୁତି ପ୍ରତାରଣା ହେଇଛି ଏବଂ ଲୋକମାନେ ବି ମନେ ପକାଉଥିଲେ ବିଜୁ ବାବୁ କେମିତି ତିଆରି କରିଥିଲେ, ନବୀନ ବାବୁ କେମିତି ଥିଲେ, ରାଜୁ ଭାଇ ତାଙ୍କ ସାଙ୍ଗରେ ସହଯୋଗୀ ଥିଲେ, ଡେଭଲପମେଣ୍ଟ କାମ ନୂଆପଡ଼ାର ବିକାଶକୁ ଆଗକୁ ନେଲେ। ତେଣୁ ଏଇଟା ଅପ୍ରତ୍ୟାଶିତ ଏଇ ଯୋଉ ରେଜଲ୍ଟ ଆମ ପ୍ରତି କେବଳ ନୁହେଁ, ଯୋଉ ତଥ୍ୟବିଜ୍ଞ ମହଲ ପ୍ରତି ବି ତ ଆପଣ ଇଲେକ୍ସନ ଜିତିବା ପାଇଁ ଚାହୁଁଥିଲେ, ବର୍ତ୍ତମାନ ଦ୍ୱିତୀୟ ପୋଜିସନ ପାଇଁ କି କଂଗ୍ରେସ ସହିତ ଆପଣ ଲଢେଇ କରୁଛନ୍ତି। କାହା ସାଙ୍ଗରେ ଆମେ ଲଢେଇ କରୁନୁ, ଆମେ ଜନାଧାର ଯାହା ଅଛି ପ୍ରତିଦ୍ୱନ୍ଦିତା ଚାଲିଛି। କଂଗ୍ରେସ ଆଉ ବିଜେପି ଏଇ ଦୁଇ ଜଣ କିଏ ଦ୍ୱିତୀୟ ସ୍ଥାନରେ ରହିବେ ସେଇଥିପାଇଁ ବର୍ତ୍ତମାନ ପ୍ରତିଦ୍ୱନ୍ଦିତା କରୁଛନ୍ତି। କଥା ହଉଛି ଯେ ଯେଉଁଭଳି ଭାବରେ ଯୋଉ ଅଭିଯୋଗ ଆମେ 3 ଦିନ ହବ କରି ଆସୁଥିଲୁ ତାହା ଆଜି ପ୍ରମାଣିତ କରିଛି ଯେ ଯେଉଁଭଳି ଭାବରେ ସାଇଲେନ୍ସ ପିରିୟଡରେ ଯେଭଳି ଭାବରେ ଅନ୍ୟମାନେ ତଡ଼ିପାର ଆମମାନେ ହେଲା ବେଳକୁ ସବୁ ଦଳକୁ ତଡ଼ିପାର କଲା ବେଳକୁ କେବଳ ବିଜେପି ନେତାମାନଙ୍କୁ ତାଙ୍କୁ ଦିଆଗଲା, ସୁଯୋଗ ଦିଆଗଲା ଏବଂ ସରକାରୀ କଳ ସରକାରୀ ଦଳ ସଂଯୋଗ ହେଇକରି ତାକୁ କଲେ ଏବଂ ନିର୍ବାଚନ କମିଶନର ଅବଜର୍ଭର ମାନେ ବି ମ୍ୟୁଟ୍ ସ୍ପେକ୍ଟେଟର ହେଲେ। ଏ କଥାକୁ ଉତ୍ଥାପିତ କରାଯାଇଛି, ଜନାଦେଶ ଏଟା ଯନ୍ତ୍ରାଦେଶ ନ ହଉ ବୋଲି ବିଜେଡି ତରଫରୁ କୁହାଯାଇଛି ଏବଂ ଆମେ ଯୋଉ ବର୍ଡର ଇଏ ଗୁଡାକ ଛତିଶଗଡ଼ରେ ବି ଆସିକିରି ଯେଭଳି ଭାବରେ ଏବଂ ଦେଖିବେ ଯେ ଭୋଟିଂ ଟ୍ରେଣ୍ଡ 94% ହେଇଛି, 94% ଅନେକ ବୁଥରେ ହେଇଛି, 91ରୁ 94 42ଟା ବୁଥରେ। ଏଇଟା କୋଉଠି ଆପଣ କୁହନ୍ତୁ ଯେ କେବେ ହେଇଛି କି ଘଟିଛି କେତେ ଟର୍ନଆଉଟ? ଏ ରେଜଲ୍ଟ ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଛି କି? ନିଶ୍ଚିତ ଭାବରେ ଏ ରେଜଲ୍ଟ ଏଇଭଳି ଯାଉଛି ବୋଲି ଢଙ୍ଗରେ ଆମ ଦଳ ତରଫରୁ ଅଭିଯୋଗ ହେଇଥିଲା, ତା ଆଜି ପ୍ରମାଣିତ ହେଲା। ଏଇ ଯୋଉ ଭୋଟ ରେଜଲ୍ଟ ମ୍ୟାନିଫେଷ୍ଟେସନ। ତ ଆପଣ କେତେ ଭୋଟ ପାଇବେ ବୋଲି ଅନୁମାନ କରୁଥିଲେ? ଆପଣଙ୍କର ଅନୁମାନ କଣ ଥିଲା? କେତେ ଭୋଟ ପାଇବ ବିଜେଡି ବୋଲି? ବିଜେଡି ଆମର ଗୋଟେ ରେସ୍ପେକ୍ଟେବଲ ଅନ୍ତତଃ ପକ୍ଷେ 60,000 ଉର୍ଦ୍ଧ୍ୱ ପାଇବ ବୋଲି ଆମେ ଆକଳନ କରୁ, ମାନେ ଲୋକଙ୍କର ଯାହା କଥାରୁ ଜଣାଯାଉଥିଲା ଏବଂ ଏପରିକି 8 ତାରିଖ 7 ତାରିଖ ବେଳକୁ ତ ବିଜେଡି ଆଠପାର ଥିଲା। ସାମ୍ବାଦିକ ମାନେ ବି ଲେଖିଥିଲେ ଯେ ବିଜେଡି ଆଉ ୟା ଭିତରେ ଟକ୍କର ହଉଛି ବୋଲି ବିଜେପି ଭିତରେ। ଯେତେବେଳେ ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋଟେ ସଭାରେ କହିଥିଲେ କିଛି ଦିନ ତଳେ ଯେ ବିଜେଡି ଏଠି କଂଗ୍ରେସ ସାଙ୍ଗେ ଟକ୍କର ହଉଛି, କିନ୍ତୁ ତାକୁ ଭୁଲ ପ୍ରମାଣିତ କରିଥିଲେ ଏବଂ ତାପରେ ସମସ୍ତେ ଗଣମାଧ୍ୟମ ବି ଲେଖିଲେ ଏବଂ ସମସ୍ତେ ଜାଣିକିରି କେବଳ ଆମେ କହିଲେ ତ ଆମେ ନିଜେ ଦଳ କଥା ନିଜେ କହିବୁ ଯେ ନାଇଁ ବିଜେଡି ବହୁ ଭାବରେ ଲୋକଙ୍କର ମତକୁ ନେଇକରି ଆଗକୁ ଯାଉଛି ଏବଂ ଜିତିବାର ସମ୍ଭାବନା ଅଛି। ଦେବବାବୁ ଆଉ ଗୋଟେ କଥା ଏଠି ସାମ୍ନାକୁ ଆସୁଛି ଯେ ନବୀନ ବାବୁ ଗଲେ ହାତ ହଲେଇଲେ ଭୋଟ ମିଳିବ ବୋଲି ଆପଣ ମାନେ କହୁଥିଲେ। ନବୀନ ବାବୁ ନିଶ୍ଚିତ ଏହା ପ୍ରମାଣିତ ହେଲା କି ନବୀନ ବାବୁଙ୍କ ବ୍ରାଣ୍ଡ ଭ୍ୟାଲୁରେ ଟିକେ ନବୀନ ବାବୁ ଏବେ ବି କେହି କହିବେ କି ବର୍ତ୍ତମାନ ବି ଯୋଉମାନେ ବି ତାଙ୍କୁ ସମାଲୋଚନା କରୁଛନ୍ତି, ଯୋଉମାନେ ବି ବିଭିନ୍ନ ଢଙ୍ଗରେ ସେ କଥାକୁ ଉତ୍ଥାପିତ କରୁଛନ୍ତି ନବୀନ ବାବୁଙ୍କର ପାଇଁ, କିନ୍ତୁ ଲୋକଙ୍କର ହୃଦୟରେ ସେ ଅଛନ୍ତି ଏବଂ ଲୋକଙ୍କର ଓଡ଼ିଶାର ଆଜିକାଲି ସବୁଠାରୁ ଲୋକପ୍ରିୟ ଟଲେଷ୍ଟ ଲିଡର ସେ। ଏ କଥାକୁ କେହି ଅସ୍ୱୀକାର, ଶତ୍ରୁ ବି ଅସ୍ୱୀକାର କରିବେନି। କିନ୍ତୁ ଆପଣ ମାନେ ବହୁତ ଚେଷ୍ଟା କରିଥିଲେ ଯେ ନବୀନ ବାବୁ ଗଲେ ଆମେ ଜିତିଯିବୁ, ଏ କଥା ଆଗରୁ କହୁଥିଲେ। ତ ନବୀନ ବାବୁ ଯାଇଥିଲେ ତ ଅନ୍ତତଃ ଗୋଟେ ରେସ୍ପେକ୍ଟେବଲ ମାର୍ଜିନ ତ ରହିଥାନ୍ତା, ତାଙ୍କ ପ୍ରଭାବ ଥାନ୍ତା। ଆଜ୍ଞା ଯଦି ରେଜଲ୍ଟକୁ ଆପଣ 9 ତାରିଖ ସକାଳ ଯାଏଁ ଆକଳନ ନିଅନ୍ତୁ, 8 ତାରିଖ 9 ତାରିଖର, ଏପରିକି ମୋହନ ବାବୁ ଆମର ଗଲା ପରେ ବି 9 ତାରିଖ ସକାଳର ନିଅନ୍ତୁ ଆସେସମେଣ୍ଟ ଏବଂ ଡ୍ରାଷ୍ଟିକାଲି ଯୋଉ ଚେଞ୍ଜ ହେଇଛି, ଏ ଯୋଉ ସାଇଲେନ୍ସ ପିରିୟଡରେ ଯୋଉ ମ୍ୟାନିପୁଲେସନ, ଏଗୁଡ଼ିକ ଆମେ ବାରମ୍ବାର ଅଭିଯୋଗ କରୁଛୁ। ଆଜି କେବଳ କମିଗଲା ଭୋଟ ବୋଲି ଆଜି କହୁନୁ, ତାକୁ 3 ଦିନ ହବ କରାଯାଇଛି ଏବଂ ଧାରାବାହିକ ଭାବରେ ସେଇ ଆମ ଆଲିଗେସନ ଗୁଡ଼ିକ ଯେ ନିରାଧାର ନଥିଲା ତାହା ଆଜି ପ୍ରମାଣିତ ହେଉଛି। ତ ଆପଣ କହୁଛନ୍ତି ଯେ ବିଜୁ ଜନତା ଦଳର କିଛି ଭୁଲ ନାହିଁ, ଆପଣଙ୍କ ରଣକୌଶଳରେ କିଛି ଅସୁବିଧା ନାହିଁ, ଯାହା ଭୁଲ କରିଛି ଭାରତୀୟ ଜନତା ପାର୍ଟି, ଭାରତୀୟ ଜନତା ପାର୍ଟି ଯୋଗୁଁ ଆପଣ ହାରିଯାଇଛନ୍ତି। ଭାରତୀୟ ଜନତା ପାର୍ଟି ଭାରତ ସରକାରୀ, ମୁଁ କହୁନି ଭାରତୀୟ ଜନତା ପାର୍ଟି, ସରକାରୀ ଦଳ ସରକାରୀ କଳ, ୟାର ଯୋଉ ସାଜିଶ ଏବଂ ସେଥିରେ ପାଖ ଛତିଶଗଡ଼ରୁ ଯୋଉ ଇନଗ୍ରେସ ଏବଂ ବିଭିନ୍ନ ଭାବରେ ଯେଭଳି ଭାବରେ ମ୍ୟାନିପୁଲେସନ କରାହେଇଥିଲା, ଆମେ ଛତିଶଗଡ଼ କଥା ଜାଣିଥିଲୁ ଯେ ଯେତେବେଳେ ରାଜୁ ଢୋଲକିଆ ବି ଥିଲେ ସେଠି ବି ଆମେ 3ୟ ନମ୍ବରରେ ସେତେବେଳେ ବିଜେଡି ଥିଲା, କିନ୍ତୁ ଏଭଳି ଭାବରେ ବ୍ରେଜେନଲି
ଯେଉଁଠି ତାକୁ କରାଗଲା ଯାହାଫଳରେ କି ଫଳାଫଳ ଲୋକଙ୍କର ଭାବନା ଏବଂ ଲୋକଙ୍କର ମତ ଆଜି ଅନ୍ୟ ଭାବରେ ପ୍ରତିଫଳିତ ହେଉଛି। ବହୁତ ଧନ୍ୟବାଦ ଦେବ ବାବୁ।